राधेश्याम। तो आज किसी आम नुआ ज्ञान नेबा भगवान आमको कौन कहते कौ विषय ज्ञान दौरान चलतु। श्रद्धावानन् स्वयस् शृणु यादपि यो नर सोपि मुक्त शुभालोकान् प्रास्तुयात् पुण्य कर्मणात्। ଯେଉଁ ପୁରୁଷ ଶ୍ରଦ୍ଧାଯୁକ୍ତ ହୋଇ ଏବଂ ଈର୍ଷାରହିତ ହୋଇ କେବଳ ଶ୍ରବଣ ମାତ୍ର କରିବ ସେ ମଧ୍ୟ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇ ଉତ୍ତମ କର୍ମକୁ କରୁଥିବା ଶ୍ରେଷ୍ଠ ଲୋକକୁ ପ୍ରାପ୍ତ ହୋଇଯିବ। ଅର୍ଥାତ୍ କର୍ମ କରିବା ମଧ୍ୟ ହୋଇପାରୁନାହିଁ ତେବେ କେବଳ ମାତ୍ର ଶୁଣନ୍ତୁ। ଏଠି ଭଗବାନ କହୁଛନ୍ତି ଯେ କେମିତି ଆପଣ ମଣିଷ ଜନ୍ମରୁ ମୁକ୍ତ ହୋଇଯିବେ ସେଇ ବିଷୟରେ ଯେ କହୁଛନ୍ତି ଯେଉଁ ପୁରୁଷ ଶ୍ରଦ୍ଧାଯୁକ୍ତ ଶୁଣିବ, ଶ୍ରଦ୍ଧା କରିକି ଶୁଣିବ, ଈର୍ଷା ରହିତ ହେବ, ମାନେ ଈର୍ଷା କରିବ ନାହିଁ, କେବଳ ଶ୍ରବଣ ମାତ୍ର କରିବ ସେ ମଧ୍ୟ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇଯିବ। କ'ଣ? ସେ ଗୀତାକୁ ଯିଏ ଶୁଣିବ। ଓ କହୁଛନ୍ତି ଉତ୍ତମ କର୍ମ କରୁଥିବା ଶ୍ରେଷ୍ଠ ଲୋକ ପ୍ରାପ୍ତ ହୋଇଯିବ। ଅର୍ଥାତ୍ କର୍ମ କରିବା ମଧ୍ୟ ହୋଇପାରୁନାହିଁ କେବଳ ମାତ୍ର ଶୁଣନ୍ତୁ। ଯଦି ସେମିତି କାମ ମଧ୍ୟ ହେଉନାହିଁ କେବଳ ମାତ୍ର ଶୁଣନ୍ତୁ, ସେଇଠୁ ମଧ୍ୟ ଆପଣ ପାପମୁକ୍ତ ହୋଇଯିବେ। ଉତ୍ତମ ଲୋକେ ତେବେ ମଧ୍ୟ ତାହାଙ୍କ ନିମନ୍ତେ ଖୋଲା ହିଁ ରହିଛି, କାରଣ ସେ ଚିତ୍ତ ଦ୍ୱାରା ସେହି ଉପଦେଶକୁ ଗ୍ରହଣ ତ କରୁଛି। ଏଠାରେ 66 ଠାରୁ 71 ପର୍ଯ୍ୟନ୍ତ 5ଟି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଏହା କହିଛନ୍ତି ଯେ ଗୀତାର ଉପଦେଶ ଅନଧିକାରୀମାନଙ୍କୁ କହିବା ଉଚିତ ନୁହେଁ। ଏଠି କହୁଛନ୍ତି ଗୀତାର ଉପଦେଶ ଅନଧିମାନଙ୍କୁ, ମାନେ ଯିଏ ଜାଣିବାକୁ ଚାହୁଁନାହିଁ ତାକୁ କହିବା କୌଣସି ଜରୁରୀ ନୁହେଁ, କିନ୍ତୁ ଯିଏ ଶ୍ରଦ୍ଧାବାନ ତାହାକୁ ଅବଶ୍ୟ ହିଁ କହିବା ଉଚିତ। ଯିଏ ଶ୍ରଦ୍ଧା କରୁଛି, ଶୁଣିବାକୁ ଇଚ୍ଛା କରୁଛି, ତାକୁ କହିବା ନିହାତି ଆବଶ୍ୟକ। ଯିଏ ଶ୍ରବଣ କରିବ ସେଇ ଭକ୍ତ ମୋତେ ହିଁ ପ୍ରାପ୍ତ ହେବ। ଯେ କହୁଛନ୍ତି ଯିଏ ଗୀତାକୁ ଶ୍ରବଣ କରିବ, ଯିଏ ଶୁଣିବ ସେଇ ଭକ୍ତ ମୋତେ ପ୍ରାପ୍ତ କରିବ। କାରଣ ଅତି ଗୋପନୀୟ କଥାକୁ ଶ୍ରବଣ କରି ପୁରୁଷ ନିର୍ଦ୍ଧାରିତ କର୍ମ ପଥରେ ଚାଲିବାରେ ଲାଗିଥାଏ। ଯିଏ ଭକ୍ତମାନଙ୍କ ମଧ୍ୟରେ କହିବ ତାହାଠାରୁ ଅଧିକ ପ୍ରିୟ କହିପାରୁଥିବା ମୋର ଅନ୍ୟ କେହି ନାହାନ୍ତି। ଯିଏ ଅଧ୍ୟୟନ କରିବ ତାହାଙ୍କ ଜ୍ଞାନ ଯଜ୍ଞ ଦ୍ୱାରା ମୁଁ ପୂଜିତ ହେବି। ଯିଏ ଅଧ୍ୟୟନ କରିବ ସେ ତାଙ୍କର ଜ୍ଞାନ ଯଜ୍ଞ ଦ୍ୱାରା ପୂଜିତ ହେବେ। ଯଜ୍ଞର ପରିଣାମ ହିଁ ଜ୍ଞାନ ଅଟେ। ଯିଏ ଗୀତା ଅନୁସାରେ କର୍ମ କରିବାରେ ଅସମର୍ଥ କିନ୍ତୁ ଶ୍ରଦ୍ଧା ରହିତ ଗ୍ରହଣ କରିଥାଏ ସେ ମଧ୍ୟ ପୁଣ୍ୟ ଲୋକକୁ ପ୍ରାପ୍ତ ହେବ। ଏଠି କହୁଛନ୍ତି ଯିଏ ଗୀତା ଅନୁସାରେ କାର୍ଯ୍ୟକୁ କରିନଥାଏ, ଅସମର୍ଥ, କିନ୍ତୁ ଶ୍ରଦ୍ଧା ସହିତ ଶ୍ରବଣ କରିଥାଏ ସିଏ ପୁଣ୍ୟ ଲୋକକୁ ପ୍ରାପ୍ତ ହୋଇଯିବ। ପୁଣ୍ୟ ଲୋକକୁ ଯିଏ ଶ୍ରଦ୍ଧାର ସହିତ ଶୁଣିଥାଏ ମଧ୍ୟ। ଏହିପରି ଭଗବାନ ଶ୍ରୀକୃଷ୍ଣ ଗୀତା କହିବା, ଶୁଣିବା ଏବଂ ଅଧ୍ୟୟନ ଫଳରୁ ପ୍ରତିପାଦିତ କଲେ। ପ୍ରଶ୍ନ ପୁରା ହେଲା। ବର୍ତ୍ତମାନ ପରିଶେଷରେ ସେ ଅର୍ଜୁନକୁ ପଚାରୁଛନ୍ତି ଯେ ଅର୍ଜୁନ କ'ଣ କିଛି ବୁଝିପାରିଲ? ଯେ ଅର୍ଜୁନକୁ କହୁଛନ୍ତି କ'ଣ କିଛି ବୁଝିପାରିଲ ଅର୍ଜୁନ? କ୍ୱଚିଦେତତ୍ ଶତ୍ରୁ ପାର୍ଥ ତ୍ରୟେକାଗ୍ର ଚେତସା କ୍ୱଚିଦଜ୍ଞାନ ସନ୍ମାହ ପ୍ରନଶ୍ଚତେ ଧନଞ୍ଜୟ। ହେ ଧନଞ୍ଜୟ, କ'ଣ ମୋର ଏହି ବଚନକୁ ତୁମେ ଏକାଗ୍ର ଚିତ୍ତରେ ହୋଇ ଶୁଣିଲ? କ'ଣ ତୁମର ଅଜ୍ଞାନରୁ ଉତ୍ପନ୍ନ ହେଉଥିବା ମୋହ ନଷ୍ଟ ହେଲା? ଏହା ଉପରେ ଅର୍ଜୁନ କହିଲେ। ଅର୍ଜୁନ ଉବାଚ ନଷ୍ଟ ମୋହ ସ୍ମୃତିଲବ୍ଧା ତତ୍ପ୍ରସାଦାନା ମୟାଚ୍ୟୁତ ସ୍ଥିତସ୍ମି ଗତ ସନ୍ଦେହ କରିଷ୍ୟ ବଚନ ତବ। ହେ ଅତୁଲ୍ୟ, ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହୋଇଗଲା, ମୋତେ ସ୍ମୃତି ପ୍ରାପ୍ତ ହୋଇଗଲା। ବର୍ତ୍ତମାନ ମୁଁ ସଞ୍ଚୟ ରହିତ ହୋଇ ସ୍ଥିତ ରହିତ ଏବଂ ଆପଣଙ୍କ ଆଜ୍ଞା ପାଳନ କରିବି। ଯେତେବେଳେ କି ସୈନ୍ୟ ନିରୀକ୍ଷଣ ସମୟରେ ଉଭୟ ସେନାଙ୍କ ମଧ୍ୟରେ ସ୍ୱଜନମାନଙ୍କୁ ଦେଖି ଅର୍ଜୁନ ବ୍ୟାକୁଳ ହୋଇ ଯାଇଥିଲେ ସେ ନିବେଦନ କରିଥିଲେ ଯେ ହେ ଗୋବିନ୍ଦ, ସ୍ୱଜନଙ୍କୁ ମାରି ଆମ୍ଭମାନେ କିପରି ସୁଖୀ ହେବା?
ଏହିପରି ଯୁଦ୍ଧ ଦ୍ୱାରା ଶାଶ୍ୱତ କୁଳଧର୍ମ ନଷ୍ଟ ହୋଇଯିବ ଓ ପିଣ୍ଡୋଦକ କ୍ରିୟା ଲୁପ୍ତ ହୋଇଯିବ। ବର୍ଣ୍ଣ ସଂକର ଉତ୍ପନ୍ନ ହେବେ। ଆମ୍ଭେମାନେ ବୁଝିବା ଲୋକ ହୋଇ ମଧ୍ୟ ପାପକର୍ମ କରିବା ପାଇଁ ଉଦ୍ୟମ ହେଉଛନ୍ତି। ଆମ୍ଭେ ଏଥିରୁ ବଞ୍ଚିବା ନିମନ୍ତେ କାହିଁକି ଉପାୟ ବାହାର ନ କରିବା? ଶାସ୍ତ୍ରଧାରୀ କୌରବମାନେ ଶସ୍ତ୍ରର ରହିତ ମୋତେ ରଣରେ ମାରିଦିଅନ୍ତୁ। ସେମାନେ ଏପରି ମାରିବା ମଧ୍ୟ ମୋ ନିମନ୍ତେ ଶ୍ରେୟସ୍କର ଅଟେ। ଅତ ହେ ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ। ଏହିପରି କହି କହି ରଥର ପଛ ଭାଗରେ ସେ ବସିଗଲେ। ଏହିପରି ଗୀତାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ସମକ୍ଷ ପ୍ରଶ୍ନ ପରିପ୍ରଶ୍ନ ଝଡ଼ ଲଗାଇ ଦେଲେ। ଯେପରି 2:6 ସେହି ସାଧନ ମୋ ପ୍ରତି କହନ୍ତୁ, ଯାହାଦ୍ୱାରା ସେ ପରମ ଶ୍ରେୟକୁ ପ୍ରାପ୍ତ ହେବେ। 2:54 ସ୍ଥିତପ୍ରଜ୍ଞ ମହାପୁରୁଷ ଲକ୍ଷଣ କ'ଣ? 3:1 ଯେତେବେଳେ ଆପଣ ଦୃଷ୍ଟିରେ ଜ୍ଞାନଯୋଗ ଶ୍ରେଷ୍ଠ, ତେବେ ମୋତେ କହି ଉଭୟଙ୍କ କର୍ମରେ କାହିଁକି ଲଗାଉଛନ୍ତି? 3:36 ମନୁଷ୍ୟ ଚାହୁଁଥିବା ସତ୍ତ୍ୱେ କାହାର ପ୍ରେରଣା ଦ୍ୱାରା ପ୍ରେରିତ ହୋଇ ପାପ ଆଚରଣ ପ୍ରବୃତ୍ତ ହେଉଛି? 4:4 ଆପଣଙ୍କ ଜନ୍ମ ଓ ବର୍ତ୍ତମାନ ହେଉଛି। ଏହିସବୁ ବିଷୟରେ ଭଗବାନ ଭଲରେ ବୁଝେଇଥିଲେ। ତ ଅର୍ଜୁନଙ୍କ ପ୍ରଶ୍ନ ଏଇଠି ପୁରା ହେଇଗଲା। ପ୍ରଶ୍ନର ପରେ ପ୍ରଶ୍ନ ଲଗାଇଥିଲେ ଅର୍ଜୁନ ଓ ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର କେବଳ ଆମ ପାଇଁ ହିଁ ଲଗାଇଥିଲେ, ଯେଉଁଟା ଆମେ ଉପଯୋଗ କରିକି ଆମ ଜୀବନରେ ଆମେ ଆଗକୁ ଯାଇପାରିବା। ଏହିସବୁ ପ୍ରଶ୍ନ ଉତ୍ତର ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଦେଇଥିଲେ। ଅର୍ଜୁନ ପ୍ରଶ୍ନ ପଚାରିଥିଲେ, ଯେଉଁ ଗୀତା ଶୁଣିବା ଦ୍ୱାରା ଆମେ ପାପମୁକ୍ତ ହୋଇପାରିବା। ତ ଆପଣ ମଧ୍ୟ ବହୁତ ସାରା ଜ୍ଞାନ ପାଇଛନ୍ତି ଶୁଣିକି। ଆପଣ ଯେତିକି ଶୁଣିଛନ୍ତି ମଧ୍ୟ ଆପଣଙ୍କ ଜୀବନରୁ ବହୁତ ସାରା ପାପ କ୍ଷୟ ହୋଇସାରିଛି, ନଷ୍ଟ ହୋଇସାରିଛି। ତ ଆଗକୁ ପୁଣି ମୁଁ ପଢ଼ିବି କୌଣସି ନା କୌଣସି ବିଷୟକୁ ନେଇ। ଆପଣ ଏମିତି ଶୁଣୁଥାନ୍ତୁ, କିଛି ନୂଆ ଜାଣୁଥାନ୍ତୁ। ଯେତିକି ନୂଆ ଜାଣିବେ, ନୂଆ ଜ୍ଞାନ ନେବେ, ଆପଣଙ୍କ ଲାଇଫ୍ରେ ଆପଣ ଇମ୍ପ୍ରୁଭ୍ କରିପାରିବେ, ଆଗକୁ ଯାଇପାରିବେ। ତ ଭିଡ଼ିଓ ଯଦି ପସନ୍ଦ ଆସୁଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣମାନେ ନିହାତି କରିବେ। ରାଧେ ଶ୍ୟାମ।